ଇତିହାସର ପ୍ରତ୍ୟେକଟି ପରିବର୍ତ୍ତନ ପଛରେ ଜଣେ ବ୍ରାହ୍ମଣର ସଂକଳ୍ପ ରହିଛି। ଯେତେବେଳେ ବି ଧର୍ମ ସଙ୍କଟରେ ପଡ଼ିଛି ଏ ଶକ୍ତି ନୂଆ ରୂପରେ ଜନ୍ମ ନେଇଛି। ଇତିହାସ କେବଳ ଘଟଣାବଳୀର ସଂଗ୍ରହ ନୁହେଁ, ଏଇଟା ବଳିଦାନ ଆଉ ଜ୍ଞାନର ଗୋଟେ କଥା। ଯେତେବେଳେ ବି ଦୁନିଆରେ ପରିବର୍ତ୍ତନର ଆବଶ୍ୟକତା ପଡ଼ିଛି, ଜଣେ ବ୍ରାହ୍ମଣ କୌଣସି ନା କୌଣସି ରୂପରେ ଠିଆ ହୋଇଛି। ନିଜର ସର୍ବସ୍ୱ ତ୍ୟାଗ କରିବାର ବେଳ ଆସିଲେ ଯିଏ ମହର୍ଷି ଦଧିଚି ସାଜି ନିଜ ହାତକୁ ମଧ୍ୟ ଦାନ କରିଦେଇଛି। କିନ୍ତୁ ଯେତେବେଳେ ବନ୍ଧୁତା ଓ ଭକ୍ତିର କଥା ଆସିଛି, ସେହି ବ୍ରାହ୍ମଣ ସୁଦାମା ହୋଇ ଦାରିଦ୍ର୍ୟକୁ ମଧ୍ୟ ହସି ହସି ଗ୍ରହଣ କରିନେଇଛି। ପରୀକ୍ଷା ନେବାକୁ ହେଲେ ଭୃଗୁ ଋଷି ଯିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ବି ପରୀକ୍ଷିବାକୁ ପଛେଇ ନାହିଁ। ଆଉ ଜ୍ଞାନର ଗଭୀରତାକୁ ଦେଖିବାକୁ ହେଲେ ସେ କପିଳ ମୁନି ଯିଏ ସମଗ୍ର ବେଦର ସାର ଦୁନିଆକୁ ବୁଝେଇଥିଲେ। ଅହଙ୍କାରକୁ ମଥାନତ କରିବା ପାଇଁ ଯିଏ ଅଗସ୍ତ୍ୟ ଋଷି ଯେ ଦେବତା ଓ ଦୈତ୍ୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲେ। ଯେତେବେଳେ ସନାତନ ଧର୍ମ ଉପରେ ସଙ୍କଟ ମାଡ଼ି ଆସିଲା, ସେତେବେଳେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ହୋଇ ସାରା ଭାରତବର୍ଷରେ ଧର୍ମର ବିଜୟ ପତାକା ଉଡ଼ାଇଥିଲେ। ରାଜନୀତି ଓ ନୀତିଶାସ୍ତ୍ରର କଥା ପଡ଼ିଲେ ସେ ଆଚାର୍ଯ୍ୟ ଚାଣକ୍ୟ ଯିଏ ଜଣେ ସାଧାରଣ ବାଳକକୁ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ୟ କରିବାର କ୍ଷମତା ରଖିଥିଲେ। ତାଙ୍କ ଶିଖା କେବଳ ଚୁଟି ନୁହେଁ, ବରଂ ଅନ୍ୟାୟ ବିରୁଦ୍ଧରେ ଏକ ଜ୍ୱଳନ୍ତ ନିଆଁ। ଯେତେବେଳେ ବି ଦେଶମାତୃକାର ସ୍ୱାଧୀନତା ପାଇଁ ବିଦ୍ରୋହର ଆବଶ୍ୟକତା ପଡ଼ିଲା, ସେତେବେଳେ ସେ ମଙ୍ଗଳ ପାଣ୍ଡେ ସାଜି ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ ହଲାଇ ଦେଇଥିଲେ। ଆଉ ଯେତେବେଳେ ବଳିଦାନର କଥା ଆସିଲା, ସେ ଚନ୍ଦ୍ରଶେଖର ଆଜାଦ ହୋଇ ହସି ହସି ନିଜ ଛାତିକୁ ଗୁଳି ଖାଇଲେ, କିନ୍ତୁ କେବେ ମଥା ନୁଆଁଇଲେନି। ସମୟ ବଦଳିଛି, ରୂପ ବି ବଦଳିଛି, କିନ୍ତୁ ସେ ଗୋଟିଏ ସତ୍ୟ ସଦାବେଳେ ରହିଛି। ଯେତେବେଳେ ବି ଆବଶ୍ୟକତା ପଡ଼ିଛି, ବ୍ରାହ୍ମଣ ସମାଜର ରକ୍ଷା କବଚ ସାଜି ଉଭା ହୋଇଛି। ଯଦି ଆପଣଙ୍କୁ ବି ନିଜ ସଂସ୍କୃତି ଓ ଏହି ମହାନ ପରମ୍ପରା ପାଇଁ ଗର୍ବ ଅନୁଭବ ହେଉଛି, ତେବେ କମେଣ୍ଟରେ ଲେଖନ୍ତୁ ଜୟ ସନାତନ। ନମସ୍କାର, ଜୟ ଜଗନ୍ନାଥ।